ଓମ୍ ସାଇ ଶ୍ରୀ ସାଇ ଜୟ ଜୟ ସାଇ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ଚିନ୍ତା କରନି ମୋର ସନ୍ତାନ, ଏ ସାଇ ସବୁବେଳେ ତୁମ ସହିତ ଅଛି। ତୁମ ସୁଖରେ, ତୁମ ଦୁଃଖରେ, ତୁମ ହସରେ, ତୁମ କାନ୍ଦରେ, ମୁଁ ପ୍ରତି ମୁହୂର୍ତ୍ତରେ ତୁମ ପାଖରେ ହିଁ ଅଛି। ତୁମେ ମୋତେ କୋଉଠି ଖୋଜୁଛ? ତୁମେ ବିଶ୍ୱାସର ସହିତ ମୋତେ ସାଇ ବୋଲି ଡାକିଦିଅ। ତୁମେ ତୁମ ପାଖରେ ମୋତେ ପାଇବ। ତୁମ ପାଇଁ ଯାହା ବି ସବୁ ଠିକ୍ ସେ କାମ ମୁଁ ତୁମ ପାଇଁ ନିଶ୍ଚୟ କରିବି। ତୁମକୁ କିନ୍ତୁ ଶ୍ରଦ୍ଧା ଆଉ ଧୈର୍ଯ୍ୟ ରଖିବାକୁ ହେବ। ତୁମେ ଶ୍ରଦ୍ଧା ଆଉ ଧୈର୍ଯ୍ୟର ସହିତ ତୁମ ଜୀବନରେ ଆଗକୁ ବଢ଼ିବ। ଧୈର୍ଯ୍ୟହରା ନ ହୋଇ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ କରିଚାଲ। ତୁମେ ମିଥ୍ୟା ନୁହେଁ, ସବୁବେଳେ ସତ୍ୟ ମାର୍ଗରେ ହିଁ ଚାଲିବ। କାହିଁକି ନା ମିଛ କହିକି ତୁମେ ତୁମ ଜୀବନରେ କେବେ ବି ଆଗକୁ ବଢ଼ିପାରିବନି। ତୁମେ ଠକିଯିବ। ତୁମେ କିନ୍ତୁ ଗୋଟେ କଥା ମନ ଭିତରେ ରଖିଛ, କହୁଛ ବାବା, ଯେଉଁମାନେ ମିଛ କହୁଛନ୍ତି, ଖରାପ କର୍ମରେ ଲିପ୍ତ ଅଛନ୍ତି, ସବୁବେଳେ ସେମାନେ ତାଙ୍କ ଜୀବନରେ ବହୁତ ଖୁସିରେ ରହୁଛନ୍ତି। ଆଉ ମୁଁ ସତ୍ୟ ମାର୍ଗରେ ଥିବା ସତ୍ତ୍ୱେ ମୋ ଜୀବନରେ ବିପଦ ପରେ ବିପଦ ମାଡ଼ି ଆସୁଛି। ଏଇଟା କ'ଣ ଠିକ୍ ହେଉଛି ବାବା? ମୋର ସନ୍ତାନ, ତୁମେ ଜାଣିଛ, ଯେଉଁମାନେ ମିଛ କହିକି ଅନ୍ୟର ସଂସାରକୁ ନଷ୍ଟ କରିକି ବହୁତ ଖୁସିରେ ରହୁଛନ୍ତି, ସେ ସୁଖ କେତେ ଦିନ ପର୍ଯ୍ୟନ୍ତ ରହିବ? ତୁମେ ତ ସେଇଟା ଜାଣିନ ନା। ସେ ଖୁସି ବେଶୀ ଦିନ ରହିବନି ମୋର ସନ୍ତାନ। ଆଉ ତୁମେ ଦୁଃଖରେ ଅଛ, କିନ୍ତୁ ସତ୍ୟ ମାର୍ଗରେ ଚାଲୁଛ। ଆଉ ତୁମ ସାଙ୍ଗରେ ଯେଉଁ ଖୁସି ଆଗକୁ ମିଳିବ, ସେ ସୁଖ ତୁମ ପାଖରେ ସବୁବେଳ ପାଇଁ ରହିବ। ଏମିତି ଭାବନା କେବେ ବି ମନରେ ଆଣନି। ତୁମେ ବୁଝିପାରୁନ, ସେଥିଲାଗି ଏମିତି କଥା କହୁଛ। ଭଲ ଆଉ ମନ୍ଦ ଦୁଇଟା ଯାକ ବେଶୀ ଦିନ ନିଶ୍ଚୟ ରହିବ, କିନ୍ତୁ ଭଲ ରହିବ, ମନ୍ଦ ନୁହଁ। ସେଥିଲାଗି କାହା କଥାରେ, କାହା ଉପରେ ନିର୍ଭର କରନି। ତୁମ ମନ ଯାହା କହୁଛି ତୁମେ ସେଇଆ କର, କିନ୍ତୁ ଠିକ୍ କାମ ହିଁ କର। ଭଲ ମନ୍ଦ ସଂସାରରେ ଲାଗିକି ରହିବ, କିନ୍ତୁ ମନ୍ଦଟା ଅଧା ବାଟରେ ରହିଯିବ, ଭଲ ଜୀବନ ସାରା ତୁମ ସାଙ୍ଗରେ ରହିବ। କାଲି ତୁମେ ମୋ ମନ୍ଦିରକୁ ଆସିଥିଲ। ମୁଁ ତୁମକୁ କିଛି ଗୋଲାପ ଫୁଲ ଦେଇଥିଲି, କିନ୍ତୁ ସେ ଫୁଲକୁ ତୁମେ ଫୋପାଡ଼ି ଦେଲ। ଏମିତି ଭୁଲ କେବେ ବି କରିବନି ମୋର ସନ୍ତାନ। ମୋ ମନ୍ଦିରରୁ ଆସିକି ଯେଉଁ ଶ୍ରଦ୍ଧାରେ ଫୁଲ ନେଉଛ, ତାକୁ ଗୋଟେ ଜାଗାରେ ସାଇତିକି ରଖିବ। ଆଉ ସବୁଦିନ ତାକୁ ନିଜ ମସ୍ତକରେ ଲଗେଇବ, ତାପରେ ପୁଣି ରଖିଦେବ। ତୁମର ବହୁତ ମଙ୍ଗଳ ହେବ। ମୁଁ ଏ କଥା କାହିଁକି କହୁଛି, ସେ ସମୟ ଆସିଲେ ତୁମେ ବୁଝିପାରିବ। ତୁମେ ବହୁତ ଖୁସିରେ ରୁହ, ତୁମ ମଙ୍ଗଳ ହେବ। ଓମ୍ ସାଇ ରାମ।